ବହୁ ବର୍ଷ ପୂର୍ବେ ପବିତ୍ର ହସ୍ତିନାପୁର ରାଜ୍ୟରେ ରାଜା ଶାନ୍ତନୁ ଶାସନ କରୁଥିଲେ। ତାଙ୍କର ପୁତ୍ର ଦେବବ୍ରତ ଥିଲେ ଜଣେ ଅସାଧାରଣ ବୀର ଏବଂ ବିଜ୍ଞ ରାଜକୁମାର। ସେ ଧନୁର୍ବିଦ୍ୟାରେ ନିପୁଣ ଥିଲେ ଏବଂ ନିଜ ପିତାଙ୍କୁ ଅତ୍ୟନ୍ତ ଭକ୍ତି କରୁଥିଲେ। ସାରା ରାଜ୍ୟ ତାଙ୍କୁ ଜଣେ ଯୋଗ୍ୟ ଉତ୍ତରାଧିକାରୀ ଭାବେ ଦେଖୁଥିଲା। ଦିନେ ଦେବବ୍ରତ ଜାଣିବାକୁ ପାଇଲେ ଯେ ତାଙ୍କ ପିତା ଜଣେ ମତ୍ସ୍ୟକନ୍ୟାଙ୍କୁ ବିବାହ କରିବାକୁ ଚାହାନ୍ତି, କିନ୍ତୁ ଏକ ସର୍ତ୍ତ ତାଙ୍କୁ ବାଧା ଦେଉଛି। ସେହି ମତ୍ସ୍ୟକନ୍ୟାଙ୍କ ପିତା ଜଳବ ଚାହୁଁଥିଲେ ଯେ ତାଙ୍କ ଝିଅର ସନ୍ତାନ ହିଁ ଭବିଷ୍ୟତରେ ରାଜା ହୁଅନ୍ତୁ। ନିଜ ପିତାଙ୍କ ଖୁସି ପାଇଁ ଦେବବ୍ରତ ଜଳବଙ୍କ ପାଖକୁ ଯାଇ ଏକ କଠୋର ନିଷ୍ପତ୍ତି ନେଲେ। ସେଠାରେ ଦେବବ୍ରତ ଏକ ଭୟଙ୍କର ପ୍ରତିଜ୍ଞା କଲେ। ସେ କହିଲେ, ମୁଁ ଆଜୀବନ ଅବିବାହିତ ରହିବି ଏବଂ କେବେ ବି ସିଂହାସନ ଆରୋହଣ କରିବି ନାହିଁ। ତାଙ୍କର ଏହି ଭୀଷଣ ପ୍ରତିଜ୍ଞା ଶୁଣି ଦେବତାମାନେ ଆକାଶରୁ ପୁଷ୍ପବୃଷ୍ଟି କଲେ ଏବଂ ତାଙ୍କ ନାମ ଭୀଷ୍ମ ରଖାଗଲା। ତାଙ୍କ ପିତା ଶାନ୍ତନୁ ପ୍ରସନ୍ନ ହୋଇ ତାଙ୍କୁ ଇଚ୍ଛାମୃତ୍ୟୁର ବରଦାନ ଦେଲେ। ବର୍ଷ ବର୍ଷ ଧରି ଭୀଷ୍ମ ହସ୍ତିନାପୁରର ରକ୍ଷକ ସାଜି ରହିଲେ। ସେ ନିଜର ନାତି କୁର୍ଭାନ ଏବଂ ଅନ୍ୟ ରାଜକୁମାରମାନଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ଓ ରାଜନୀତି ଶିଖାଇଲେ। ସେ ସର୍ବଦା ସିଂହାସନ ପ୍ରତି ଅନୁଗତ ଥିଲେ ଏବଂ ନିଜ କର୍ତ୍ତବ୍ୟକୁ ସବୁଠାରୁ ଉପରେ ରଖୁଥିଲେ। କିନ୍ତୁ ସମୟଚକ୍ରରେ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ହେଲା। ଭୀଷ୍ମଙ୍କୁ ନିଜର ପ୍ରତିଜ୍ଞା ଯୋଗୁଁ କୌରବଙ୍କ ପକ୍ଷରୁ ଲଢ଼ିବାକୁ ପଡ଼ିଲା। ରଣକ୍ଷେତ୍ରରେ ସେ ଏବଂ ଅର୍ଜୁନ ପରସ୍ପରର ସମ୍ମୁଖୀନ ହେଲେ। ଯଦିଓ ଭୀଷ୍ମ ପାଣ୍ଡବମାନଙ୍କୁ ଭଲ ପାଉଥିଲେ, ତଥାପି ସେ ଜଣେ ଯୋଦ୍ଧା ଭାବେ ନିଜର ଧର୍ମ ପାଳନ କରୁଥିଲେ।